ଚାଲ ମୁଁ ତୁମକୁ ଆଜି ଏକ ଯାଦୁ ଦେଖାଉଛି। ମୁଁ ଏକ ଡ୍ରଇଂ ସିଟ୍ରେ ଏକ ପ୍ରଜାପତି ଆଙ୍କିଛି ଏବଂ ମୁଁ ଏହାକୁ ହଳଦୀରେ ରଙ୍ଗ କରୁଛି। ତେବେ ରଙ୍ଗ କରିସାରିବା ପରେ ମୁଁ ଏହାକୁ କିଛି ସମୟ ପାଇଁ ରଖିଦେଉଛି ଏବଂ ଆମେ ଜାଣିଛନ୍ତି ହଳଦୀର ରଙ୍ଗ ହେଉଛି ହଳଦିଆ। କିଛି ସମୟ ରଖିଦେଲା ପରେ ଏହା ଏହିପରି ଲାଲ ରଙ୍ଗର ହୋଇଯାଉଛି। ତେବେ ହଳଦିଆ ରଙ୍ଗର ପ୍ରଜାପତିଟି ହଠାତ୍ ଲାଲ କାହିଁକି ହୋଇଗଲା? ପ୍ରକୃତରେ ହଳଦୀ କେବଳ ଏକ ମସଲା ନୁହେଁ, ଏହା ହେଉଛି ଏକ ଗୁପ୍ତ ପିଏଚ୍ ସୂଚକ ଏବଂ ଏହା ଏକମାତ୍ର ନୁହେଁ, ସେହିପରି ଅନ୍ୟାନ୍ୟ ଆମର ପ୍ରକୃତିରେ ଅନ୍ୟାନ୍ୟ ଗୁପ୍ତ ପିଏଚ୍ ସୂଚକ ମଧ୍ୟ ରହିଛନ୍ତି, ଯେପରି ଗୋଲାପ, ଜାମୁକୋଳି, ବନ୍ଧାକୋବି। ଏମାନେ ହେଉଛନ୍ତି ପ୍ରକୃତିରେ ଥିବା ଗୁପ୍ତ ପିଏଚ୍ ସୂଚକ ବା ଏଗୁଡ଼ିକୁ ଆମେ ବ୍ୟବହାର କରି ଆମେ ଜାଣିପାରିବା କେଉଁଟି ଅମ୍ଳ ଏବଂ କେଉଁଟି ହେଉଛି କ୍ଷାରକ। ଆଜି ଏହିସବୁ ବିଷୟରେ ଆମେ ଅନୁସନ୍ଧାନ କରିବା। ତେବେ ସିଟ୍ଟିକୁ ହଳଦୀରେ ରଙ୍ଗ କରିବା ପୂର୍ବରୁ ମୁଁ ସେ ପ୍ରଜାପତିଟିକୁ ପ୍ରଥମେ ସାନିଟାଇଜର ବା ହ୍ୟାଣ୍ଡ ସାନିଟାଇଜରରେ ରଙ୍ଗ କରିଦେଇଥିଲି। ମାନେ ମୁଁ ସେଥିରେ ହ୍ୟାଣ୍ଡ ସାନିଟାଇଜର ପ୍ରଜାପତିରେ ହ୍ୟାଣ୍ଡ ସାନିଟାଇଜର ଲଗାଇ ଯାଇଥିଲି। ଯେତେବେଳେ ଏହି ହ୍ୟାଣ୍ଡ ସାନିଟାଇଜର ଲାଗିଥିବା ପ୍ରଜାପତିଟିକୁ ମୁଁ ହଳଦୀରେ ରଙ୍ଗ କରିଦେଲି, ଏହା ଲାଲ ହୋଇଗଲା। ତୁମକୁ ଏହା ଯାଦୁ ପରି ଲାଗୁଛି, କିନ୍ତୁ ଏହା ଯାଦୁ ନୁହେଁ, ଏହା ହେଉଛି ବିଜ୍ଞାନ। ତେବେ ହ୍ୟାଣ୍ଡ ସାନିଟାଇଜର ପ୍ରଜାପତିକୁ ଲାଲ କାହିଁ କରିଦେଲା? କାରଣ ହ୍ୟାଣ୍ଡ ସାନିଟାଇଜର, ସାମ୍ପୁ, ସାବୁନ ଏଗୁଡ଼ିକ ହେଉଛନ୍ତି କ୍ଷାରକ। ତେଣୁ ହଳଦୀ ସହିତ ମିଶିଲେ ଏହା ନାରଙ୍ଗୀ ଲାଲ ରଙ୍ଗର ହୋଇଯାଏ। ସେଥିପାଇଁ ତୁମେ ଯଦି କେବେ ତୁମର ହଳଦୀ ଲାଗିଥିବା ସାର୍ଟଟିକୁ ସାବୁନରେ ଧୋଇବାକୁ ଚେଷ୍ଟା କର, ତାହା ନାଲି ରଙ୍ଗର ହୋଇଯାଏ। ତେବେ ଏଠାରେ ଆଉ ଏକ ମଜାଦାର ଟ୍ୱିଷ୍ଟ ରହିଛି। କ'ଣ? ଯେ ହଳଦୀ କେବଳ କ୍ଷାରକ ସହିତ ରଙ୍ଗ ପରିବର୍ତ୍ତନ କରେ। ଯଦି ମୁଁ ଏହାକୁ ଅମ୍ଳ ପଦାର୍ଥ କିମ୍ବା ନିରପେକ୍ଷ ପଦାର୍ଥ ଯେପରି ପାଣି ସହିତ ଯଦି ହଳଦୀକୁ ମିଶାଉଛି, ତାହେଲେ ଏହା କୌଣସି ରଙ୍ଗ ପରିବର୍ତ୍ତନ କରେ ନାହିଁ। ଦେଖନ୍ତୁ, ମୁଁ ଏଥର ଅମ୍ଳୀୟ ପଦାର୍ଥରେ ମିଶାଇଲି ହଳଦୀକୁ, କୌଣସି ରଙ୍ଗର କୌଣସି ପରିବର୍ତ୍ତନ ହେଲା ନାହିଁ। ସେହିପରି ଜଳ ଏକ ନିରପେକ୍ଷ ପଦାର୍ଥ, ନା ସେ ଅମ୍ଳ ନା ସେ କ୍ଷାରକ। ତାକୁ ଯଦି ମୁଁ ହଳଦୀ ସହିତ ତା ଦେହରେ ଯଦି ମୁଁ ହଳଦୀ ମିଶାଉଛି, ତେବେ ରଙ୍ଗର କୌଣସି ପରିବର୍ତ୍ତନ ହେଲା ନାହିଁ। ତେବେ ଯଦି ଅମ୍ଳୀୟ ପଦାର୍ଥ ଆସେ, ତାହେଲେ ସେଠି ଆମେ କ'ଣ ୟୁଜ୍ କରିପାରିବା ବା ସେଥିରେ ଆମେ କେଉଁ ସୂଚକ ବ୍ୟବହାର କରିପାରିବା? ସେଠାରେ ଆମେ ସୂଚକ ଭାବରେ ଲାଲ ଗୋଲାପ ବ୍ୟବହାର କରିପାରିବା। ତେବେ ଚାଲନ୍ତୁ ମୁଁ ତୁମକୁ ପ୍ରଥମେ ଶିଖାଇବି ଯେ ତୁମେ କିପରି ନିଜର ନାଲି ଗୋଲାପ ସୂଚକ ପ୍ରସ୍ତୁତ କରିପାରିବ। କିଛି ପଡ଼ିଥିବା ଗୋଲାପ ପାଖୁଡ଼ା ନିଅ ଏବଂ ତାକୁ ଧୋଇଦିଅ ଏବଂ ତାକୁ ଏବେ ଛେଚି ଦିଅ। ଛେଚିଲା ପରେ ତାହାକୁ ଏକ ଗ୍ଲାସରେ କିଛି ଗରମ ପାଣି ନେଇ ତା ଭିତରେ ପକାଇ ଦିଅ ଏବଂ ସେ ଗରମ ପାଣିର ଗ୍ଲାସଟିକୁ 5ରୁ 10 ମିନିଟ୍ ପାଇଁ ଘୋରାଇ ଦିଅନ୍ତୁ। 5ରୁ 10 ମିନିଟ୍ ଘୋରାଇଲା ପରେ ତୁମେ ଦେଖିବ ଯେ ସେ ଗ୍ଲାସରେ ରଙ୍ଗ ଆସିଯାଇଥିବ। କ'ଣ? ସେ ଗୋଲାପ ପାଖୁଡ଼ା ଗୁଡ଼ାକ ଯେଉଁ ଯାଇଥିଲେ ସେଠି ଗ୍ଲାସର ସେ ଯେଉଁ ପାଣି ଦିଆହେଇଥିଲା ତାର ରଙ୍ଗ ଆସିଯାଇଥିବ। ତେବେ ବର୍ତ୍ତମାନ ତୁମେ କ'ଣ କରିବ? ବର୍ତ୍ତମାନ ସେଇ ଯେଉଁ ପାଣି ଅଛି ଗ୍ଲାସରେ ତାକୁ ଛାଣିଦିଅ। ଛାଣିଦେଲା ପରେ ଏହା ତୁମର ନାଲି ରଙ୍ଗର ଗୋଲାପ ସୂଚକ ପ୍ରସ୍ତୁତ ହୋଇଗଲା। ଏ ନାଲି ରଙ୍ଗର ଗୋଲାପ ସୂଚକକୁ ମୁଁ 3ଟି କପ୍ରେ ରଖିଦେଉଛି। ଗୋଟାଏ ହେଉଛି ଏ, ଗୋଟାଏ ହେଉଛି ବି ଏବଂ ଗୋଟାଏ ହେଉଛି ସି। ଏରେ ମଧ୍ୟ ମୁଁ ନାଲି ଗୋଲାପ ସୂଚକ ରଖିଛି, ବିରେ ମଧ୍ୟ ନାଲି ଗୋଲାପ ସୂଚକ ଏବଂ ସିରେ ମଧ୍ୟ ମୁଁ ନାଲି ଗୋଲାପ ସୂଚକ ରଖିଛି। ତେବେ ଏରେ ମୁଁ ଲେମ୍ବୁ ରସ ଆଡ଼୍ କରିଦେଲି। ଦେଖିଲି ଯେ ଲେମ୍ବୁ ରସର ରଙ୍ଗ ବା ସେ ଗୋଲାପ ସୂଚକର ରଙ୍ଗ ମାନେ ଅଧିକ ଲାଲ ହୋଇଗଲା ଏବଂ ସେହିପରି ମୁଁ ଦ୍ୱିତୀୟ କପ୍ରେ ବା ବିରେ ମୁଁ ଜଳ, ଯାହାକି ହେଉଛି ନିରପେକ୍ଷ, ନା ଅମ୍ଳ ନା କ୍ଷାରକ, ଆଡ଼୍ କରିଦେଲି। ଦେଖିଲି ଯେ କୌଣସି ରଙ୍ଗର ପରିବର୍ତ୍ତନ ଘଟିଲା ନାହିଁ ବା ହେଲା ନାହିଁ। ସେହିପରି ତୃତୀୟ କପ୍ ସିରେ ମୁଁ ସାମ୍ପୁ ଆଡ଼୍ କରିଦେଲି। ତେବେ ସାମ୍ପୁ ଆଡ଼୍ କରି ଦେଖିଲି ଏହା ସବୁଜ ରଙ୍ଗରେ ପରିଣତ ହୋଇଗଲା। ତେଣୁ ତୁମେ ଏଠାରୁ କ'ଣ ଶିଖିଲ? ଯେ ଗୋଲାପ ସୂଚକ ଅମ୍ଳ ସହିତ ଗାଢ଼ ଲାଲ ହୋଇଯାଏ ଏବଂ କ୍ଷାରକ ସହିତ ସବୁଜ ରଙ୍ଗ ହୋଇଯାଏ ଏବଂ ନିରପେକ୍ଷ ସହିତ କୌଣସି ରଙ୍ଗ ପରିବର୍ତ୍ତନ କରେ ନାହିଁ। ତେଣୁ ତୁମେ କହିପାରିବ ଯେ ଗୋଲାପ ସୂଚକ ଏକ ଲିଟମସ୍ ପେପର ଭଳି କାମ କରୁଛି। ତେବେ ଏବେ ତୁମ ପାଖରେ 2ଟି ସୂଚକ ରହିଛି। ଗୋଟାଏ ହେଉଛି ହଳଦୀ, ଗୋଟାଏ ହେଉଛି ନାଲି ରଙ୍ଗର ଗୋଲାପ ସୂଚକ ବା ନାଲି ଗୋଲାପ ସୂଚକ। ତେବେ ହଳଦୀକୁ ଆମେ ଯଦି କ୍ଷାରକରେ ମିଶାଇବା, ତା ନାରଙ୍ଗୀ ଲାଲ ରଙ୍ଗ ହୋଇଯିବ। କିନ୍ତୁ ଯଦି ଆମେ ଅମ୍ଳରେ ମିଶାଇବା କିମ୍ବା ନିରପେକ୍ଷ ଜିନିଷରେ ମିଶାଇବା, ତାହେଲେ ତାର କୌଣସି ରଙ୍ଗର ପରିବର୍ତ୍ତନ ହେବ ନାହିଁ। ସେହିପରି ଯେତେବେଳେ ନାଲି ଗୋଲାପ ସୂଚକକୁ ଆମେ କ୍ଷାରକରେ ଆଡ଼୍ କରିବା, ତାହା ସବୁଜ ରଙ୍ଗ ହୋଇଯିବ ଏବଂ ଅମ୍ଳରେ ଆଡ଼୍ କରିବା ତାହା ଅଧିକ ଗାଢ଼ ଲାଲ ହୋଇଯିବ। କିନ୍ତୁ ଯଦି ଆମେ ନିରପେକ୍ଷ ଦ୍ରବ୍ୟରେ ଆଡ଼୍ କରିବା, ତାହେଲେ ତାର କୌଣସି ରଙ୍ଗ ପରିବର୍ତ୍ତନ ହେବ ନାହିଁ। ତେବେ ତୁମେ ପ୍ରକୃତିରେ ଥିବା ଅନ୍ୟାନ୍ୟ
ସୂଚକଗୁଡ଼ିକ ନେଇ ପରୀକ୍ଷା ନିରୀକ୍ଷା କର।